ସାଧାରଣତଃ ଲୋକ କହନ୍ତି ହଁ ମୋ ପୁଅ ବୋହୂଙ୍କର ତାଙ୍କର ରାଜଜୋଟକଟିଏ ପଡ଼ିଛି। ତାହେଲେ ରାଜଜୋଟକ ଯେମିତି ଗୋଟେ ବହୁତ ବଡ଼ ଜିନିଷ, ରାଜଜୋଟକ ହେଲେ ସାଧାରଣତଃ ବାପା ମା ମାନେ ଖୁସି ହୁଅନ୍ତି, ଯାହା ହଉ ଆମ ସନ୍ତାନମାନଙ୍କର ରାଜଜୋଟକଟିଏ ପଡ଼ିଛି। ଗୋଟେ ମାନସିକ ସ୍ତରରେ ସେମାନେ ବହୁତ ଶାନ୍ତି ପାଆନ୍ତି ରାଜଜୋଟକଟିଏ ପଡ଼ିଛି ବୋଲି। ତାହେଲେ ବନ୍ଧୁଗଣ ଆମେ ଦେଖିବା ଯେ ପ୍ରକୃତରେ ଏଇ ରାଜଜୋଟକଟି କ'ଣ? ଯେ ରାଜଜୋଟକଟି ପଡ଼ିଗଲେ କ'ଣ ସବୁ ଜିନିଷ ହେଇଗଲା? ତାମାନେ ନା, ରାଜଜୋଟକ ପଡ଼ିଥିବା ଦମ୍ପତିଙ୍କର କ'ଣ ଡିଭୋର୍ସ ହୁଏ ନା? କି ସେମାନେ କ'ଣ ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି ନାହିଁ? କି ଝଗଡ଼ାଝାଟି କ'ଣ ହୁଅନ୍ତି ନାହିଁ? ନା, ତା ମାନେ ହେଉଛି କଥାଟି ବନ୍ଧୁଗଣ ମନେ ରଖନ୍ତୁ, ଇଏ ଗୋଟିଏ ଶୁଭ ଜିନିଷ। ତା ମାନେ ନୁହଁ ଯେ ଏଇ ଜିନିଷଟା ତାର ଜାତକକୁ ବା ବୈବାହିକ ଜୀବନକୁ ପ୍ରଭାବିତ କରୁଛି। କିନ୍ତୁ ଏତିକି ମାତ୍ର ଆପଣ ମନେ ରଖନ୍ତୁ ଯେ ଖାଲି ରାଜଜୋଟକଟି ଗୋଟେ ଶୁଭ ଜିନିଷ। ଆମେ ଜାଣିଲେ ଯେ ଆମର ବିବାହରେ ରାଜଜୋଟକଟିଏ ଯଦି ପଡ଼ିଛି ତାହେଲେ ବିବାହ କରିବା ପାଇଁ ପ୍ରଶସ୍ତ। ଠିକ ଅଛି ବନ୍ଧୁଗଣ, ତାହେଲେ ଆମେ ଏବେ ଆଲୋଚନା କରିବା ଯେ ସେ ଯେଉଁ ରାଜଜୋଟକ ସେ ଜିନିଷଟି କ'ଣ, ଜାତକରେ କେମିତି ସୃଷ୍ଟି ହେଉଛି ରାଜଜୋଟକଟିଏ। ତାହେଲେ ଦେଖିବା ବନ୍ଧୁଗଣ। ଆଚ୍ଛା, ଆପଣ ଜାଣିଛନ୍ତି ଏଇଟା ଗୋଟେ ବିବାହର ଜିନିଷଟିଏ। ତାହେଲେ ବିବାହ ପାଇଁ କେତୋଟି ଲୋକ ଦରକାର? ଗୋଟିଏ ପୁରୁଷ ଦରକାର ଆଉ ଗୋଟିଏ ମହିଳା ଦରକାର, ପୁଅଟିଏ ଝିଅଟିଏ। ଏଇ 2 ଜଣ ହେଲେ ତ ଯାଇ ବାହା ହେବେ ନା। ତାହେଲେ ତାଙ୍କରି ଭିତରେ ରାଜଜୋଟକ ପଡ଼ିଛି ବୋଲି ଆମେ କହିପାରିବା। ତାହେଲେ ଦେଖିବା ବନ୍ଧୁଗଣ, ତାହେଲେ ଏଇ ଯେଉଁ ରାଜଜୋଟକ ଜିନିଷଟି ଏଇଟା କିଭଳି ଭାବରେ ସୃଷ୍ଟି ହେଉଛି ଦେଖନ୍ତୁ। ମୁଁ ଏଠି କେତୋଟି ତାର ପଏଣ୍ଟ ଦେଇଦେଇଛି। ସେ ପଏଣ୍ଟ ହିସାବରେ ଆମେ ଆଲୋଚନା କରିବା ଯେ କେଉଁ କେଉଁ ରାଶି ସହିତ କେଉଁ କେଉଁ ରାଶିର ରାଜଜୋଟକଟିଏ ପଡ଼ୁଛି। ବନ୍ଧୁଗଣ ଗୋଟେ ସରଳ ସୂତ୍ର ଖାଲି ବତେଇ ଦେଉଛି, ଶୁଣନ୍ତୁ। ଆପଣ କେବେ କନଫ୍ୟୁଜ ହେବେ ନାହିଁ ଯେ ପ୍ରକୃତ ଏଇଟା କେମିତି ହେଲା ବୋଲିକରି। କିଛି ଘୋଷିକିରି ରଖିବାର ଆପଣଙ୍କୁ ମନେ ରଖିବାର ଆବଶ୍ୟକତା ବି ନାହିଁ। ଆପଣ କହିବେ ନାହିଁ କୋଉ ରାଶି ସହିତ କୋଉ ରାଶିର ରାଜଜୋଟକ ହେଉଛି, ଆମେ ଘୋଷି ଦେବା ନାହିଁ, ଘୋଷିବାର ଆବଶ୍ୟକତା ନାହିଁ। ଆପଣ ବୁଝିଗଲେ ତ ଜାଣିଦେବେ, ଆଉ ତାକୁ ଆପଣ ଘୋଷିବେ କାହିଁକି? ଦେଖନ୍ତୁ, ମନେକର ଆପଣଙ୍କର ଏଇଭଳିଆ ଦେଖନ୍ତୁ, ଏଇଭଳିଆ ଗୋଟେ ଚକ୍ର ମୁଁ ଲେଖିଛି, ତା ଦେହରେ 12ଟି ରାଶି ବି ସ୍ଥାପନ କରିଛି, ମେଷ ଠାରୁ ଆରମ୍ଭ କରି ମୀନ ପର୍ଯ୍ୟନ୍ତ। ଆପଣ ଗୋଟେ ସୂତ୍ର ଖାଲି ମନେ ରଖନ୍ତୁ, ଆପଣଙ୍କର ଯୋଉ ରାଶି, ମନେକର ଆପଣଙ୍କର ହେଉଛି ତୁଳା ରାଶି, ଠିକ ଚିହ୍ନଟିଏ ଦିଅନ୍ତୁ। ଠିକ ଚିହ୍ନଟିଏ ଦେଲା ପରେ ତାପରେ ଦେଖନ୍ତୁ ତା ହିସାବଟି ମୁଁ ଆପଣଙ୍କୁ ବତେଇ ଯାଉଛି। ଆପଣଙ୍କର ହେଲା ତୁଳା ରାଶି, ତା ଦେହରେ ଆପଣ ଏପଟୁ ଗୋଟିଏ ଛାଡ଼ି ଦିଅନ୍ତୁ। ଆପଣଙ୍କ ଆଗରେ ଯୋଉ ରାଶିଟି ଅଛି, ପଛରେ ଯୋଉ ରାଶିଟିଏ ଅଛି, ଏଇ 2ଟିକି ଛାଡ଼ି ଦିଅନ୍ତୁ। ଏଇ 2ଟି ରାଶି, ଏଇ 2ଟି ରାଶି ଦେଖନ୍ତୁ ବନ୍ଧୁଗଣ। ତା ମାନେ ତୁଳା ସହିତ ଧନୁ ଇଏ ରାଜଜୋଟକ, ତୁଳା ସହିତ ମକର ଇଏ ରାଜଜୋଟକ, ତୁଳା ସହିତ ସିଂହ ରାଜଜୋଟକ, ତୁଳା ସହିତ କର୍କଟ ଇଏ ବି ରାଜଜୋଟକ। ତାହେଲେ ଆପଣ ସରଳ ସୂତ୍ରଟିଏ ଜାଣିଲେ। ଆଉ ତୁଳା ରାଶି ଯୋଉ ହେଇଥିବ, ମନେକର ପୁଅର ହେଉଛି ଆମେ ଲେଖିଲେ 12/6, ଝିଅ ଲେଖିଦେଲେ ମନେକର 13/6। 2 ଜଣଙ୍କର ସମାନ ରାଶି ଆସିଗଲା। କନ୍ୟା ରାଶିର ଆମେ ଉଦାହରଣ ଏଠି ନେଇଛେ, ଇଏ 12/6 ସେ 13/6। ଆମର ସୂତ୍ର ହିସାବରେ ଦେଖିବା, ସେ କଥା ପଛେ ଜାଣିବା, ଆଗ ସୂତ୍ର ହିସାବରେ ଦେଖିନେବା। ସମରାଶି ଭିନ୍ନ ନକ୍ଷତ୍ର, ସମରାଶି ହେଇଥିବ ଭିନ୍ନ ନକ୍ଷତ୍ର ହେଇଥିବ। କେମିତି? ମନେକର ଏଇଟା ପୁଅ, ଏଇଟା ଝିଅ। ଆଚ୍ଛା, ପୁଅର ମନେକର ରାଶିଟି ହେଉଛି 1/1, ଝିଅର ରାଶିଟି ହେଲା 2/1। ଆପଣ ଜାଣିଛନ୍ତି 1/1 ମାନେ ଅଶ୍ୱିନୀ ମେଷ, ଆଉ 2/1 ମାନେ ଦ୍ୱିଜା ମେଷ, ବା 12/6 ଉତ୍ତରା ଫାଲ୍ଗୁନୀ କନ୍ୟା, 13/6 ହସ୍ତା କନ୍ୟା। ରାଶିଟି ସମାନ ରହୁଛି, ରାଶିଟି ସମାନ ରହୁଥିବ ଆଉ ନକ୍ଷତ୍ରଟି ଅଲଗା ଅଲଗା ରହୁଥିବ। ତାହେଲେ ଜାଣିବେ ଇଏ ହେଲା ପ୍ରଥମ କଣ୍ଡିସନର ରାଜଜୋଟକଟିଏ। ଇଏ ହେଲା ପ୍ରଥମ କଣ୍ଡିସନର ରାଜଜୋଟକ। ତାପରେ ଦେଖନ୍ତୁ ବନ୍ଧୁଗଣ, ଆହୁରି ଗୋଟିଏ କଥା, ରାଶି ଭିନ୍ନ ହେଲା ନା ରାଶି ସମାନ ହେଲା, ନକ୍ଷତ୍ର ଭିନ୍ନ ହେଲା, ଇଏ ହେଲା ରାଜଜୋଟକ। ତାପରେ ଦ୍ୱିତୀୟ କଥାଟି ହେଉଛି ଯଦି ନକ୍ଷତ୍ର ସମାନ ରହୁଥିବ ରାଶି ଅଲଗା ହେଇଯାଉଥିବ, ତାହେଲେ ସେଟା ବି କ'ଣ ଆମେ ତାକୁ ରାଜଜୋଟକ ବୋଲି କହିବା? ଦେଖିବା, ଦେଖନ୍ତୁ ମନେକର ଗୋଟେ ପୁଅର ହେଲା 3/2, 3/1 ମାନେ କୃତ୍ତିକା ନକ୍ଷତ୍ର ମେଷ ରାଶି, କୃତ୍ତିକା ନକ୍ଷତ୍ର ମେଷ ରାଶି, ଆଉ କୃତ୍ତିକା ନକ୍ଷତ୍ର ବୃଷ ରାଶି ବି ଅଛି। ଆପଣ ମାନେ ଜାଣିଛନ୍ତି କୃତ୍ତିକା ନକ୍ଷତ୍ର ମେଷ ରାଶି, କୃତ୍ତିକା ନକ୍ଷତ୍ର ବୃଷ ରାଶି। ଦେଖନ୍ତୁ ବନ୍ଧୁଗଣ, ଏଠି ନକ୍ଷତ୍ର ସମାନ ହେଲା, ଉପରଟା ସମାନ, ତଳ 2ଟା ସମାନ ନୁହଁ। ଇଏ ଗୋଟେ ଅଲଗା ରାଶି, ଇଏ ଗୋଟିଏ ଅଲଗା ରାଶି, ୟାକୁ ଆମେ ରାଜଜୋଟକ କହିବା ନାହିଁ। ବନ୍ଧୁଗଣ ଏଇଟା ମନେ ରଖନ୍ତୁ, ସମାନ ରାଶି ହେଉଛି ଭିନ୍ନ ନକ୍ଷତ୍ର ହେଉଛି, ସିଏ ହେଲା ରାଜଜୋଟକ। କିନ୍ତୁ ଯଦି ନକ୍ଷତ୍ରଟି ସମାନ ରହୁଥିବ, ରାଶିଟି ଅଲଗା ହେଇଯାଉଥିବ, ତାହେଲେ ତାକୁ ଆମେ ରାଜଜୋଟକଟିଏ କହିବା ନାହିଁ। ତା କାରଣଟି କ'ଣ ବନ୍ଧୁଗଣ ଦେଖନ୍ତୁ, ବୁଝେଇ ଦଉଛି। ମେଷ ଇଏ ହେଲା ବୃଷ, ଆମେ 2ଟା ରାଶିକି ହିସାବ କରିଛେ। ମେଷ ହେଲା 1 ନମ୍ବର ରାଶି, ବୃଷ ହେଲା 2 ନମ୍ବର ରାଶି। ଏଇଟା ହେଉଛି ବ୍ୟୟ ଘର, ମନେ ରଖନ୍ତୁ। ଏମିତି ହେଲେ 2 ଦ୍ୱାଦଶ ହେଇଗଲା, ତାକୁ କହନ୍ତି ବ୍ୟୟ ଘର ହେଇଥିବା ହେତୁ ତାମାନେ ସେଇଟା ହେଇପାରେ ନାହିଁ ରାଜଜୋଟକ। କାରଣ ଆପଣ ଦେଖନ୍ତୁ, ଗୋଟେ ପାଣି ଟାଙ୍କିରେ ଯଦି ଆପଣ ପାଣି ସିଆଡ଼େ ଭରୁଥିବେ, ଇଆଡ଼େ ତଳେ ଗୋଟେ କଣା କରିଥିବେ, ଯେତେ ଭରୁଥିବ ତ ସେ ତଳ ବାଟେ ପଳେଇ ଯାଉଥିବ ସବୁ, ତାହେଲେ ଏଗୋଟିକ ହେଇପାରିବ ନାହିଁ। ତାପରେ ବନ୍ଧୁଗଣ ଦେଖନ୍ତୁ, ଆପଣ ମାନେ ମନେ ରଖିଲେ, ସମରାଶି ହେଇଥିବ ଭିନ୍ନ ନକ୍ଷତ୍ର ହେଇଥିବ, ଇଏ ହେଲା ରାଜଜୋଟକଟିଏ। ଆଉ ସମ ନକ୍ଷତ୍ର ହେଇଥିବ, ରାଶି ଅଲଗା ହେଲେ ଇଏ ରାଜଜୋଟକଟିଏ ନୁହେଁ। ଆଚ୍ଛା, ଯଦି 2ଟା ଯାକ ସମାନ ହେଇଥିବ, ଜଣଙ୍କର 2/1 ଆଉ ଜଣଙ୍କର ବି 2/1,
ଏଥିରେ ମଧ୍ୟ ବାହାଘର କରିହବ। ଇଏ ବି ରାଜଜୋଟକ ଭଳି ଜିନିଷଟିଏ, ବାହାଘରଟିଏ ମଧ୍ୟ କରିହବ। ଏଥିରେ କିନ୍ତୁ ଏଇଆ କ'ଣ, ତା ଦେହରେ ନାଡି ଦୋଷଟିଏ ପଡିଥାଏ। ମନେ ରଖନ୍ତୁ ବନ୍ଧୁଗଣ, ନାଡି ଦୋଷଟିଏ କେବଳ ପଡିଥାଏ, ଅନ୍ୟ ଦୋଷ କିଛି ନଥାଏ। ଆଚ୍ଛା, ତାପରେ ବନ୍ଧୁଗଣ ଦେଖନ୍ତୁ, ଆଉ ଗୋଟେ ହେଲା ତୃତୀୟ ଏକାଦଶ। ଠିକ ଅଛି, ମୁଁ ଏଇ ଯୋଉଟା ଉଦାହରଣ ନେଇଥିଲି, ମନେକର ସିଂହ ରାଶି ଆଉ ତୁଳା ରାଶି, ଏଇ ଦୁଇଟାକୁ ବିଚାର କରିବା। ସିଂହ ରାଶିରୁ ଯଦି ତୁଳା ରାଶି ପର୍ଯ୍ୟନ୍ତ ଗଣିବା 1 2 3 3 ହେଲା। ତୁଳା ରାଶିରୁ ଯଦି ସିଂହ ରାଶି ପର୍ଯ୍ୟନ୍ତ ଗଣିବା 1 2 3 4 5 6 7 8 9 10 11, ତୃତୀୟ ଏକାଦଶ, ତାକୁ କହନ୍ତି ତୃତୀୟ ଏକାଦଶ ରାଜଜୋଟକ। ଯୋଉଟା ଲେଖିଛି ତୃତୀୟ ଏକାଦଶ ରାଜଜୋଟକ। ୟା ଦେହରେ କ'ଣ ହୁଏ ବନ୍ଧୁଗଣ ଦେଖନ୍ତୁ, ମନେକର ଏଇଟା ପୁରୁଷର, ଏଇଟା ହେଲା ସ୍ତ୍ରୀର। ଦେଖନ୍ତୁ, ଇଏ 3 ନମ୍ବର, ଇଏ ହେଲା 8 ନମ୍ବର, ତୃତୀୟ ଏକାଦଶ ହେଇଛନ୍ତି। 3 ନମ୍ବର ଘର ଆଉ କ'ଣ ଜାଣିଛେ, ପରିଶ୍ରମର ଘର। ଆଉ 11 ନମ୍ବରଟି ହେଉଛି ଫୁଲଫିଲମେଣ୍ଟ ଅଫ ଡିଜାୟାର ବା ଇଚ୍ଛା ପୂର୍ତ୍ତିର ଘର। ତା ମାନେ ହେଉଛି ରାଜଜୋଟକ ହବାର କାରଣ ହେଉଛି ଏଇ ଯୋଉ ପୁରୁଷଟି, ଇଏ ସ୍ତ୍ରୀ ପାଇଁ ବହୁତ ପରିଶ୍ରମ ଏ ବ୍ୟକ୍ତି କରିପାରିବେ, ତାଙ୍କର କେୟାର ନେଇପାରିବେ। ଆଉ ଇଏ ସ୍ତ୍ରୀ ହେତୁକ ତାଙ୍କର ସବୁ ଜିନିଷରେ ଇଚ୍ଛା ପୂର୍ତ୍ତି ମଧ୍ୟ ହବ। ତାକୁ କହନ୍ତି ତୃତୀୟ ଏକାଦଶ ରାଜଜୋଟକ। ଆଚ୍ଛା, ତାପରେ ଦେଖିବା ଯଦି କର୍କଟ ରାଶି ଆଉ ତୁଳା ରାଶି, ଇଏ କ'ଣ ହେଲା, 1 2 3 4, ଆମେ ଗଣିଲେ ହେଲା 4। ଇଆଡୁ ଗଣିଦେବା, ଇଆଡୁ ଗଣିଲେ ହେଲା 10। ତାହେଲେ ବନ୍ଧୁଗଣ ଦେଖନ୍ତୁ, ତାହେଲେ ଏଇଟା ହେଲା ତୃତୀୟ ଏକାଦଶ, ଇଏ ହେଲା ଚତୁର୍ଥ ଦଶମ ବୋଲି ତାକୁ ରାଜଜୋଟକଟିଏ କୁହାଯାଏ। ଗୋଟେ ହେଲା ତୃତୀୟ ଏକାଦଶ ରାଜଜୋଟକ, ଆଉ ଗୋଟିଏ ହେଲା ଚତୁର୍ଥ ଦଶମ ରାଜଜୋଟକ। ତାହେଲେ ବନ୍ଧୁଗଣ ଦେଖନ୍ତୁ, ଆଉ ଗୋଟିଏ ଜିନିଷ ହେଉଛି କ'ଣ, ସମସପ୍ତକ। ସମସପ୍ତକ ସେ ଜିନିଷଟା କ'ଣ, ସମସପ୍ତକ କହିଲେ ଆମେ କ'ଣ ବୁଝିବା ଆଗ। ଦେଖନ୍ତୁ, ଏଇ ଯୋଉ ରାଶି ଆମର 12ଟି ଅଛି, ତାକୁ ଯଦି ଆମେ ସିରିଏଲ କରିଦେବା, ଦେଖନ୍ତୁ 1 2 3 4 5 6 7 8 9 10 11 12, এই ରାଶି ଗୁଡ଼ିକ, ଆ ଭିତରେ ଯୁଗ୍ମ ସଂଖ୍ୟା ରାଶି ଗୁଡ଼ିକ କିଏ କିଏ, ଆଉ ଅଯୁଗ୍ମ ସଂଖ୍ୟାର କିଏ କିଏ। ଦେଖନ୍ତୁ, ଇଏ ହେଲା ଅଯୁଗ୍ମ, ଇଏ ହେଲା ଯୁଗ୍ମ। ଯୁଗ୍ମର ଅର୍ଥ ଯାହା 2 ଦ୍ୱାରା ବିଭାଜ୍ୟ। ତାହେଲେ 2 4 6 8 10 12, ଏଇ 6ଟି ରାଶି ହେଉଛନ୍ତି ଯୁଗ୍ମ ରାଶି। ତେଣୁ ଏଇ ଯୁଗ୍ମ ରାଶି ଭିତରେ ସମସପ୍ତକ, ଅର୍ଥାତ୍ ଦେଖନ୍ତୁ ବୃଷ ସାଙ୍ଗରେ ବିଛା, ଏଠୁ ଗଣନ୍ତୁ 1 2 3 4 5 6 7, ତ 7 ହେଉଥିବ ଗଣୁଥିଲେ, ଇଆଡୁ ଗଣିଲେ 7, ଇଆଡୁ ଗଣିଲେ ବି 7। ଆଉ ଏଇ ସଂଖ୍ୟା ଦିଟା ହେଇଥିବ ଯୁଗ୍ମ ସଂଖ୍ୟା, ମାନେ ବୃଷ ରାଶି ବିଛା ରାଶି। ସେମିତି କରନ୍ତୁ, କର୍କଟ ରାଶି ମକର ରାଶି, ସେମିତି କନ୍ୟା ରାଶି ମୀନ ରାଶି, ତାର ବିଛା ରାଶି ବୃଷ ରାଶି। ଏତିକି ହେଉଛି ସମସପ୍ତକ। ଆଉ ତା ଓଲଟାଟା ଯଦି ହେଇଗଲା, ମନେକର ମେଷ ତୁଳା, ସିଏ ବି ସପ୍ତକ ହେଉଛି, କିନ୍ତୁ ସେ କି ସପ୍ତକ, ବିଷମ ସପ୍ତକ। ବିଷମ ସପ୍ତକରେ ବାହାଘରଟିଏ କରାଯାଏ ନାହିଁ, କିନ୍ତୁ ସମସପ୍ତକ ହେଲେ ସେଟା ଇକ୍ୱିଭାଲେଣ୍ଟ ଟୁ ରାଜଜୋଟକ, ସେଟା ମଧ୍ୟ ରାଜଜୋଟକ ସହିତ ସମାନ, ତା ଦେହରେ ମଧ୍ୟ ବାହାଘରଟିଏ କରାଯାଏ। ତାହେଲେ ବନ୍ଧୁଗଣ ଆପଣମାନେ ନିଜେ ବିଚାର କରନ୍ତୁ। ଆମେ ଆଉ ଥରେ ଟିକେ ଆଲୋଚନା କରିଦେବା। ଦେଖନ୍ତୁ, ମେଷ ରାଶି ପାଇଁ କେଉଁ କେଉଁ ରାଶି ହେଲା ରାଜଜୋଟକ। ଦେଖନ୍ତୁ ବନ୍ଧୁଗଣ, ମେଷ ରାଶି ପାଇଁ ହେଲା 1 ନମ୍ବରରେ ମେଷ ରାଶି, 2 ନମ୍ବରରେ ମିଥୁନ, 3 ନମ୍ବରରେ କର୍କଟ। ଆଚ୍ଛା, ଏଠି ହେଲା ଗୋଟେ କହିଛି ଗୋଟେ ଛାଡ଼ିଦେବା ପାଇଁ, କୁମ୍ଭ ମକର। ତାହେଲେ ମକର, କୁମ୍ଭ, ମେଷ, ମିଥୁନ, କର୍କଟ, ମେଷ ରାଶି ପାଇଁ ଏତିକି ରାଶିର ରାଜଜୋଟକଟିଏ ପଡେ। ବନ୍ଧୁଗଣ ଦେଖନ୍ତୁ, ତାହେଲେ ସିଏ ହେଲା ରାଜଜୋଟକଟିଏ। ଆଚ୍ଛା, ଆପଣମାନଙ୍କ ମନରେ ଗୋଟେ ପ୍ରଶ୍ନ ଆସୁଥିବ ଯେ ହଁ, ମେଷ ସାଙ୍ଗରେ ମିଥୁନ, କାରଣ ମେଷର ମାଲିକ ହେଉଛନ୍ତି ମଙ୍ଗଳ, ମିଥୁନର ମାଲିକ ହେଉଛନ୍ତି ବୁଧ, କି ମେଷର ମାଲିକ ମଙ୍ଗଳ, କୁମ୍ଭ ବା ମକରର ମାଲିକ ହେଲେ ଶନି। ଇଏ ତ ପରସ୍ପର ଶତ୍ରୁ ହେଇଗଲେ, ତାହେଲେ ଇଏ ରାଜଜୋଟକଟି ହେଲା କେମିତି? ଆ ପଛେ କ'ଣ ଲଜିକ ରହୁଛି? କାହିଁକି ରାଜଜୋଟକଟିଏ ପଇଲା? ଇଏ ତ ମିଥୁନ ମାଲିକ, ମେଷ ମାଲିକ, ଇଏ ତ ପ୍ରବଳ ଶତ୍ରୁ ପରସ୍ପର ଭିତରେ, ତାହେଲେ ରାଜଜୋଟକ ଫେର ହେଲା କେମିତି? ବନ୍ଧୁଗଣ ଦେଖନ୍ତୁ, ମୁଁ ଆପଣଙ୍କୁ ଗୋଟେ ପଢେଇଛି ଗୋଟେ ପାଠ ଆଗରୁ, ତାକୁ କହନ୍ତି ତାତ୍କାଳିକ ମିତ୍ର। ତାତ୍କାଳିକ ମିତ୍ର ଗୋଟିଏ, ତାତ୍କାଳିକ ଶତ୍ରୁ। ତାତ୍କାଳିକ ମିତ୍ରର ଅର୍ଥଟା କ'ଣ? ଆପଣଙ୍କର ଯୋଉ ରାଶି, ସେଇ ରାଶି ଠାରୁ ଇଆଡୁ 3ଟି, ଇଆଡୁ 3ଟି, ଏଇ 3ଟି ରାଶି, ଏଠି 3ଟା ରାଶି, ସେଠି 3ଟା ରାଶି, ତାକୁ କହନ୍ତି ତାତ୍କାଳିକ ମିତ୍ର। ତା କାରଣଟି କ'ଣ ବନ୍ଧୁଗଣ, ମୁଁ ଉଦାହରଣ ଦେଇ ଗୋଟେ ବୁଝେଇ ଦେଉଛି। ମନେକର ଆପଣ ଜଣେ କ୍ରିକେଟ ପ୍ଲେୟାର, ଆପଣ ଗୋଟେ ଟିମ୍ରେ ଖେଳୁଛନ୍ତି, ଆପଣଙ୍କର ଜଣେ ଯେ ଶତ୍ରୁ, ସିଏ ବି ଆପଣଙ୍କ ସାଙ୍ଗରେ ଗୋଟେ ଟିମ୍ରେ ଖେଳୁଛି। ଆପଣ ଯୋଉ ଟିମ୍ରେ ଖେଳୁଛନ୍ତି, ଆପଣଙ୍କ ଶତ୍ରୁଟି ବି ସେଇ ଟିମ୍ରେ ଖେଳୁଛି। ଆଚ୍ଛା, ଗୋଟିଏ କଥା କୁହନ୍ତୁ, ଯେ ଯଦି ଶତ୍ରୁଟି ବ୍ୟାଟିଂ କରିବା ପାଇଁ ଯାଇଛି, ଆପଣ କେବେ ଚାହିଁବେ କି ସେ ଅଳ୍ପ ରନରେ ଆଉଟ୍ ହେଇଯାଉ ବୋଲି? କେବେ ଚାହିଁବେନି, କାରଣ ସେତେବେଳେ ଆପଣ ଦଳଟିକୁ ଦେଖୁଛନ୍ତି, ଯାହା ଫଳରେ କି ଆପଣ ତାକୁ ସେଇ ଟାଇମରେ, ସେ ଛକାଟିଏ ପିଟିଲେ ଆପଣ ନିଶ୍ଚୟ ତାଳି ମାରିବେ। ସେ ଆଉଟ୍ ହେଇଗଲେ ଆପଣଙ୍କର ମନ ଦୁଃଖ ହବ, କାହିଁକି? ସେ ସେଇ ସମୟରେ ଆପଣଙ୍କର ମିତ୍ର ହେଇଛି, ତାକୁ କହନ୍ତି ତାତ୍କାଳିକ ମିତ୍ର। ତେଣୁ ସେ ତାତ୍କାଳିକ ମିତ୍ର ହିସାବରେ, ଆଚ୍ଛା ତାହେଲେ ଏ ଦିଟା କାହିଁ ହେଇପାରିଲାନି, ଖାଲି ଏଇ ଦିଟା ହେଲା, ସେ ଦିଟା କାହିଁକି ନୁହଁ? ନା, ତା କାରଣ ହେଉଛି ଏଇଟାର ଏଇ ଘରଟି ହେଉଛି ବ୍ୟୟର ଘର, ଏ ଘରର ଏଇଟା ହେଉଛି ବ୍ୟୟର ଘର। ବ୍ୟୟ ଘର ହେଲେ 2 ଦ୍ୱାଦଶ ପଡ଼ିଗଲା, 2 ଦ୍ୱାଦଶ ହେଲେ ତା ଭକୁଟ ଦୋଷ ଲାଗିଗଲା, ତା ମାନେ ସିଏ ଆଉ ସେଇଟା ରାଜଜୋଟକ ହେଇପାରିବ ନାହିଁ। ତାହେଲେ ବନ୍ଧୁଗଣ, ମୁଁ ଭାବୁଛି ଆପଣମାନେ ଏ ରାଜଜୋଟକଟି ବିଷୟରେ ନିଶ୍ଚିତ ଭାବରେ ବୁଝିପାରିଲେଣି। ଯଦି ଆପଣଙ୍କୁ ଭଲ ଲାଗିଥାଏ, ଲାଇକ୍ କରିବେ, ସେୟାର କରିବେ, ସବସ୍କ୍ରାଇବ କରିବେ। ଆଉ ରହିଲି ଏତିକି ବନ୍ଧୁଗଣ, ଜୟ ଜଗନ୍ନାଥ।